ଭକ୍ତ କବି ଗୋପାଳକୃଷ୍ଣ ପଟ୍ଟନାୟକଙ୍କ 241ତମ ଜୟନ୍ତୀ ପାଳନ। ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସ୍ଥିତ ଉତ୍କଳ ହିତୈଷିଣୀ ସମାଜ ସଭାଗୃହରେ ଭକ୍ତ କବି ଗୋପାଳକୃଷ୍ଣ ପଟ୍ଟନାୟକଙ୍କ 241ତମ ଜୟନ୍ତୀ ପାଳିତ ହୋଇଯାଇଛି। ପୁରାତନ ଅନୁଷ୍ଠାନ ଗୋପାଳକୃଷ୍ଣ ସ୍ମୃତି କଳା ପରିଷଦ ଓ ଉତ୍କଳ ହିତୈଷିଣୀ ସମାଜ ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବେ ଉପାନ୍ତ ପ୍ରହରୀ ପୂର୍ଣ୍ଣଚନ୍ଦ୍ର ମହାପାତ୍ର, ସମ୍ମାନିତ ଅତିଥି ଡକ୍ଟର ନଳିନୀ ସାବତ, ମୁଖ୍ୟ ବକ୍ତା ଭାବେ ସରୋଜ କୁମାର ପଣ୍ଡା ଯୋଗ ଦେଇଥିଲେ। ଭକ୍ତ କବି ଗୋପାଳକୃଷ୍ଣ ପଟ୍ଟନାୟକଙ୍କ ଓଡ଼ିଆ ଅସ୍ମିତା ପ୍ରତି ଯଥେଷ୍ଟ ଅବଦାନ ରହିଛି। ଆବାହକ ଡକ୍ଟର ଭୁବନେଶ୍ୱର ପଟ୍ଟନାୟକଙ୍କ ତତ୍ତ୍ୱାବଧାନରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମ ପ୍ରାରମ୍ଭରେ କବିଙ୍କ ସ୍ୱରଚିତ ଅମୃତ ସ୍ୱର୍ଗୀୟ ପ୍ରେମାନୁଭୂତି 5 ଗୋଟି ସଙ୍ଗୀତ ଗୁଡ଼ିକ ବିଶିଷ୍ଟ ଦୂରଦର୍ଶନ ଓ ଆକାଶବାଣୀ ସ୍ୱୀକୃତି ଲାଭ କରିଥିବା କଣ୍ଠଶିଳ୍ପୀ ବି କମଳାଙ୍ଗୀ ଏବଂ ଡକ୍ଟର ବିଦୁଶେଖର ମିଶ୍ର କଣ୍ଠଦାନ କରିଥିଲେ। ଆଚାର୍ଯ୍ୟ ବିନୋଦ ଚନ୍ଦ୍ର ଜେନା କାର୍ଯ୍ୟକ୍ରମରେ ଅଧ୍ୟକ୍ଷତା କରିଥିବା ବେଳେ ଅନୁଷ୍ଠାନର ସମ୍ପାଦକ ବିଚିତ୍ରାନନ୍ଦ ବେବର୍ତ୍ତା ବିବରଣୀ ପାଠ କରିଥିଲେ।